17 ବର୍ଷର ନାବାଳିକା ମାତୃତ୍ୱ ଲାଭ କଲା। ପରିବାର ଓ ଅଞ୍ଚଳରେ ଚଞ୍ଚଳତା। ଏହି ଖବର ସମସ୍ତ ନାବାଳିକା ନାବାଳକ ପୁଅ ଝିଅମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରସାରିତ ହୋଇଛି। ନାବାଳିକା ଝିଅ ପକ୍ଷରୁ ପୁତ୍ର ସନ୍ତାନର ଜନ୍ମ ଯୁବପିଢ଼ି ପାଇଁ ସଚେତନ ବା ଚେତାବନୀ ଓ ଶିକ୍ଷା। ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଦିଅନ୍ତୁ। ଶେଷ ପର୍ଯ୍ୟନ୍ତ ଖବରକୁ ଦେଖନ୍ତୁ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ। ଏହା ଏକ ଚାଞ୍ଚଲ୍ୟକର ଘଟଣା। 17 ବର୍ଷ ବୟସର ଗୋଟିଏ ନାବାଳିକା ଝିଅ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଘଟଣା ସ୍ଥାନୀୟ ବ୍ଲକ ଅଞ୍ଚଳରେ ଘଟିଥିବା ବେଳେ ପ୍ରଥମେ ଅନୁମାନ କରାଯାଉନଥିଲା ଯେ ଗର୍ଭବତୀ। ଝିଅ ମଧ୍ୟ ଏହି ବିଷୟରେ ଅଜ୍ଞ ନଥିଲେ। ଚିକିତ୍ସା ପରେ ଆଶାକର୍ମୀଙ୍କ ଦ୍ୱାରା ସ୍ୱାସ୍ଥ୍ୟ କେନ୍ଦ୍ର ନେଲା ପରେ ଜଣାପଡ଼ିଲା ଯେ ସେ ଗର୍ଭବତୀ, କିନ୍ତୁ ସେତିକି ବେଳକୁ ପ୍ରସବ ସମୟ ନିକଟତର ହୋଇଥିଲା। କୌଣସି ଉପାୟ ନଥିଲା। ସୂଚନା ଅନୁସାରେ ବାପା ମା ଝିଅ ପାଠ ପଢ଼ୁ ବୋଲି ସହରରେ ଏକ ଘର ଭଡ଼ା ନେଇ ସାଙ୍ଗମାନଙ୍କ ସହିତ ରହିବା ପାଇଁ ସୁଯୋଗ ଦେଇଥିଲେ ଓ ନିକଟ କଲେଜରେ ପ୍ରଥମ ବର୍ଷରେ ଜଏନ୍ କରାଇଥିଲେ। ତା ସହିତ ସୁବିଧା ଅସୁବିଧା ବେଳେ କଥା ହେବା ପାଇଁ ଗୋଟିଏ ମୋବାଇଲ ମଧ୍ୟ ଦେଇଥିଲେ। କିନ୍ତୁ କଲେଜରେ ଯୋଗଦାନର ଗୋଟିଏ ବର୍ଷ ନ ପୂରୁଣୁ ଝିଅ ଅବାଟରେ ଚାଲିଗଲା। ପାଠ ପଢ଼ା ଛାଡ଼ି ପ୍ରେମ କରିବା ଆରମ୍ଭ କଲା। ପୁଅ ଝିଅ ମଧ୍ୟରେ ପ୍ରେମ ବହୁତ ବଢ଼ିଗଲା। ପୁଅ ଝିଅ ଦୁହେଁ ସଂଯମ କରିପାରିଲେ ନାହିଁ। ବେଳେବେଳେ ସୁଯୋଗ ଦେଖି ଅନ୍ତରଙ୍ଗ ହେଲେ, ଯାହା ପରିମାଣ ଏବେ ପ୍ରେମ କରି ନାବାଳିକା 17 ବର୍ଷରେ ପୁତ୍ର ସନ୍ତାନର ମା ହେଲେ। ସେପଟେ ପ୍ରେମ କରୁଥିବା ପୁଅ ପ୍ରେମିକା ଗର୍ଭବତୀ ଜାଣି ଘରକୁ ନେଲେ, କିନ୍ତୁ କିଛି ଦିନ ରଖିଲା ପରେ ଅଧା ରାସ୍ତାରେ ଛାଡ଼ି ଫେରାର ହେଲେ। ପରବର୍ତ୍ତୀ ଅବସ୍ଥାରେ ପ୍ରେମିକା ଉପାୟ ଶୂନ୍ୟ ହୋଇ ନିଜ ବାପା ମାଙ୍କ ସହ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରେ ଚିକିତ୍ସିତ ହେଲେ। ପରେ ସୁରକ୍ଷିତ ପୁତ୍ର ସନ୍ତାନ ଜନ୍ମ ଦେଲେ। ଏହି ଖବର ଜାଣିବା ପରେ ପ୍ରେମିକ କହୁଛନ୍ତି, ଏହି ଛୁଆ ମୋର ନାହିଁ। ଉପାୟ ନ ପାଇ ନାବାଳିକାର ଝିଅର ପରିବାର ଆଇନର ଆଶ୍ରୟ ନେଲେ ଓ ଅଭିଯୋଗ କଲେ, ଯାହାଫଳରେ ଏବେ ରସିକିଆ ପ୍ରେମିକ ଜେଲ୍ ଭିତରେ ସଜା କାଟୁଛନ୍ତି। ଘଟଣା ଘଟିଛି ଘୁଉଦଗିରି ବ୍ଲକ ଅଞ୍ଚଳରେ। ତେବେ ଆଇନ ଅନୁସାରେ ପସ୍କୋ ଆଇନ ଅନୁଯାୟୀ 18 ବର୍ଷରୁ କମ୍ ନାବାଳିକା ସହିତ ଯୌନ ସମ୍ପର୍କ ଅପରାଧ ମନାଯାଏ। ଏଥିରେ ଯଦି ତାଙ୍କୁ ଗର୍ଭବତୀ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନ କାର୍ଯ୍ୟାନୁଷ୍ଠାନ ହେବ। ଅଭିଭାବକଙ୍କ ଭୂମିକା। ଅଭିଭାବକମାନେ ନିଜ ପିଲାଙ୍କ ସହ ସ୍ପଷ୍ଟ ଓ ବିଶ୍ୱାସପାତ୍ର ସମ୍ପର୍କ ଗଢ଼ି ଦେଖନ୍ତୁ, ଯାହାର ମାଧ୍ୟମରେ ପିଲାମାନେ ସଠିକ୍ ଦିଗ ନେଇପାରିବେ। ଦର୍ଶକ ବନ୍ଧୁ, ଟିକିନିକି ଖବରର ଅଧିକ ଅପଡେଟ୍ ପାଇଁ ଟିକିନିକି ଖବରକୁ ସବସ୍କ୍ରାଇବ୍, ଲାଇକ୍ ଓ ସେୟାର କରିବାକୁ ଭୁଲିବେ ନାହିଁ।